Praise the Lord. Word Watson channel ସମସ୍ତ ଆପଣମାନଙ୍କୁ ସ୍ୱାଗତ। ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓ ଗୁଡ଼ିକରେ ଲାଇକ୍ ଦିଅନ୍ତୁ, ଭିଡ଼ିଓ ଗୁଡ଼ିକରେ କମେଣ୍ଟ କରନ୍ତୁ ଏବଂ ଭିଡ଼ିଓ ଗୁଡ଼ିକୁ ବହୁ ମାତ୍ରାରେ ସେୟାର କରନ୍ତୁ। ତେବେ ଆଜି ଆମେ ପବିତ୍ର ବାଇବେଲର ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 23ତମ ପଦଟି ଆଲୋଚନା କରି ବ୍ୟାଖ୍ୟା କରିବା ପାଇଁ ଯାଉଛନ୍ତି। ତେବେ ସୂଚନା ଅଛି ଆଦି ପୁସ୍ତକ ଅଧ୍ୟାୟ 3 ପଦ ନମ୍ବର 23। ଏଥିପାଇଁ ସଦାପ୍ରଭୁ ପରମେଶ୍ୱର ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରିଦେଲେ ଓ ସେ ଯେଉଁ ମୂର୍ତ୍ତିକାରୁ ନୀତ ହୋଇଥିଲେ ତହିଁରେ କୃଷିକର୍ମ କରିବାକୁ ତାଙ୍କୁ ନିଯୁକ୍ତ କଲେ। ତେବେ କଣ ସୂଚନା ଅଛି ନା, ଏଥିପାଇଁ ସଦାପ୍ରଭୁ ପରମେଶ୍ୱର ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରିଦେଲେ। ଏଥିପାଇଁ କହିଲେ କେଉଁ କାରଣରୁ? ନା ପୂର୍ବ ସ୍ତରରେ ଯେଉଁପରି ଭାବେ ଆଲୋଚନା ହୋଇଅଛି ଯେ ମନୁଷ୍ୟ ସତସତ୍ ଜ୍ଞାନଦାୟକ ବୃକ୍ଷର ଫଳକୁ ଖାଇ ଭଲ ଏବଂ ମନ୍ଦର ବୋଧ ବା ଜ୍ଞାନ ପାଇଯାଇଅଛି। ଭଲ ଏବଂ ମନ୍ଦର ଜ୍ଞାନ ପାଇବା ପରେ ସଦାପ୍ରଭୁ ଚାହିଁନାହାନ୍ତି ଯେ ମନୁଷ୍ୟ ଅମର ହୋଇ ରହୁ, କିନ୍ତୁ ଏଦନ ଉଦ୍ୟାନ ମଧ୍ୟରେ ଅମୃତ ବୃକ୍ଷ ଥିଲା, ଯାହାର ଫଳକୁ ମନୁଷ୍ୟ ହାତ ବଢାଇ ଖାଇବା ପାଇଁ ଚେଷ୍ଟା କରିଥାନ୍ତା ଏବଂ ଅମୃତ ବୃକ୍ଷର ଫଳ ଖାଇଥିଲେ ମନୁଷ୍ୟ ଅମର ହୋଇଯାଇଥାନ୍ତା। ତେଣୁ ଏହି କାରଣ ଯୋଗୁଁ ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ ଏଦନ ଉଦ୍ୟାନ ମଧ୍ୟରୁ ବାହାର କରିଦେଇଛନ୍ତି। ପୁଣି କଣ ସୂଚନା ଅଛି ନା, ସେ ଯେଉଁ ମୂର୍ତ୍ତିକାରୁ ନୀତ ହୋଇଥିଲେ ତହିଁରେ କୃଷିକର୍ମ କରିବାକୁ ତାଙ୍କୁ ନିଯୁକ୍ତ କଲେ। ତେବେ ମନୁଷ୍ୟକୁ ସଦାପ୍ରଭୁ ଏଦନ ଉଦ୍ୟାନରୁ ବାହାର କରିବା ପରେ ମନୁଷ୍ୟ ଯେଉଁ ମୂର୍ତ୍ତିକାରୁ ଗଢା ହୋଇଥିଲା, ନୀତ ହୋଇଥିଲା ଅର୍ଥାତ୍ ଗଢା ହୋଇଥିଲା ବା ତିଆରି ହେଇଥିଲା ବା ସୃଷ୍ଟି ହୋଇଥିଲା, ତହିଁରେ କୃଷିକର୍ମ କରିବାକୁ ତାଙ୍କୁ ନିଯୁକ୍ତ କଲେ। ତହିଁରେ ଅର୍ଥାତ୍ ସେଇ ମୂର୍ତ୍ତିକା ଉପରେ ମାଟି ଉପରେ କୃଷିକର୍ମ ଚାଷ କାର୍ଯ୍ୟ କରିବାକୁ ତାଙ୍କୁ ନିଯୁକ୍ତ କଲେ। ଅର୍ଥାତ୍ ମନୁଷ୍ୟକୁ ସଦାପ୍ରଭୁ ଦାୟିତ୍ୱ ଦେଲେ ବା କାର୍ଯ୍ୟ ଦେଲେ ଯେ ହେ ମଣିଷ, ତୁମ୍ଭେ ଏଦନ ଉଦ୍ୟାନରୁ ଏବେ ବାହାରି ତୁମ୍ଭେ ମୂର୍ତ୍ତିକା ଉପରେ ନିଜର କୃଷି କାର୍ଯ୍ୟ କରି ତୁମେ ଫସଲ ସୃଷ୍ଟି କର ବା ଚାଷ କାର୍ଯ୍ୟ କର। ତେବେ ଏଠାରେ ପରମେଶ୍ୱର ସଦାପ୍ରଭୁ ମନୁଷ୍ୟକୁ ଏଦନ ଉଦ୍ୟାନରୁ ବାହାର କରି ଚାଷ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଅଛନ୍ତି। ତେବେ ଏଠାରେ ଅତି ସୁନ୍ଦର ଭାବରେ ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 23ତମ ପଦଟି ବ୍ୟାଖ୍ୟା ହୋଇ ଶେଷ ହୋଇଯାଇଅଛି। ତେବେ ସମସ୍ତ ଆପଣ ଜନମାନଙ୍କୁ ଧନ୍ୟବାଦ।